ପିଲାମାନେ, ମୁଁ ଏବେ ତୁମମାନଙ୍କୁ ଦଶହରା ଭେଟି ଗଳ୍ପଟିର ସାରାଂଶକୁ ସଂକ୍ଷେପରେ କହିବି। ଏହି ଗଳ୍ପଟିର ଲେଖକ ହେଲେ ଶ୍ରୀଯୁକ୍ତ ରାଜକିଶୋର ରାୟ। ଶ୍ରୀଯୁକ୍ତ ରାଜକିଶୋର ରାୟଙ୍କର ବହୁ ଚର୍ଚ୍ଚିତ ଗଳ୍ପ ଅଶୋକ ଚକ୍ରରୁ ଏହା ନିଆଯାଇଛି। ଏଠାରେ ମଣିଷର ହୃଦୟ କିପରି ପରିବର୍ତ୍ତନ ହୋଇପାରେ ତାହାର ଗୋଟିଏ ଭଲ ଉଦାହରଣ ଦିଆଯାଇଛି। ଗୋଟିଏ ଅଭାବମୟ ଦୃଶ୍ୟ କିପରି ମଣିଷ ହୃଦୟରେ ଦୟାର ଭାବ ସୃଷ୍ଟି କରେ, ଏହି ସତ୍ୟକୁ ଏହି ଗଳ୍ପ ମାଧ୍ୟମରେ ଲେଖକ ବୁଝାଇଛନ୍ତି। ଆସ ଏବେ ଏହି ଗଳ୍ପଟିର ସାର କଥା ମୁଁ ତୁମମାନଙ୍କୁ କହିବି। ଗଳ୍ପଟିର ନାୟକ ହେଲେ ଲେଖକ। ଲେଖକଙ୍କ ସ୍ତ୍ରୀଙ୍କ ନାମ ହେଲା ସୁନନ୍ଦା। ସୁନନ୍ଦାଙ୍କ ପାଖରୁ ପତି ଭାବରେ ଯାହା ବି ଲେଖକ ଚାହାନ୍ତି ସେ ସବୁ ପୂରଣ କରନ୍ତି। ମାତ୍ର ସୁନନ୍ଦା ଯେହେତୁ ଗୋଟିଏ ଧନୀ ଘରର ଝିଅ ଥିଲେ, ସେ ସାହାଯ୍ୟ କରୁଥିବାରୁ ତାଙ୍କ ଭିତରେ ଅହଙ୍କାର ଟିକେ ଲୁଚି ରହିଥିଲା। ଯେଉଁ ଅହଙ୍କାର ଲାଗି ସେ ନିଜର ବଡ଼ପଣ ଦେଖାଉଥିଲେ, ଆଉ ଏହା ଲେଖକଙ୍କୁ ସହ୍ୟ କରିବାରେ ବହୁତ କଷ୍ଟ ହେଉଥିଲା। ସୁନନ୍ଦା କାବ୍ୟ କବିତାର ପ୍ରେୟସୀ ଓ କଳ୍ପନାବାଦୀ, କିନ୍ତୁ ଲେଖକ ତାଙ୍କ ବିପରୀତ ଗୁଣ ଧାରଣ କରିଥିଲେ, ଅର୍ଥାତ୍ ସେ ବାସ୍ତବବାଦୀ। ସେ ବାସ୍ତବତାରେ ବିଶ୍ୱାସ କରୁଥିଲେ। ତାଙ୍କ ପାଇଁ ଜନ୍ମ ଜନ୍ମ, ମୃତ୍ୟୁ ମୃତ୍ୟୁ ସବୁକିଛି ସମାନ। ଲେଖକଙ୍କ ବିବାହର 20 ବର୍ଷ ପରେ କୌଣସି ଏକ ବିଜୟା ଦଶମୀର ସୁନ୍ଦର ସକାଳରେ ସୁନନ୍ଦା ନିଜ କୋଠରୀକୁ ସଜାଇବାରେ ଲାଗିଛନ୍ତି। ସବୁ କୋଠରୀ ସଜାଇଥିଲେ ବି ସ୍ୱାମୀଙ୍କ ରୁମ୍ ସଜାଇବାକୁ ତାଙ୍କର ଇଚ୍ଛା ଥିଲେ ବି ସେଥିରେ ଟଙ୍ଗା ହୋଇଥିବା ଛବିଗୁଡ଼ିକ ଦେଖି ତାଙ୍କୁ ଭୟଙ୍କର ଆଉ ତାଙ୍କୁ ଅସୁଖ ଲାଗେ। ତେଣୁ ସେ ରୁମ୍ଟିକୁ ସଫା କରି ପାରିନାହାନ୍ତି ବୋଲି ସ୍ୱାମୀଙ୍କୁ କହିଛନ୍ତି। ଗାଳ୍ପିକ ବା ଲେଖକ କାହିଁକି ତାଙ୍କର ରୁମ୍ଟିକୁ ତାଙ୍କୁ ରୁଚିକର ବା ଭଲ ଲାଗୁନି ତାହା ବୁଝିବାକୁ ଚେଷ୍ଟା କରିଛନ୍ତି। ତାଙ୍କ ରୁମ୍ରେ ଲାଗିଥିବା ଉତ୍କଳମଣି, ଗୌତମ ବୁଦ୍ଧ, ଦୀନବନ୍ଧୁ ଏହିସବୁ ଛବିଗୁଡ଼ିକ ତାଙ୍କର ପ୍ରିୟ ହେବନି ଏ କଥା ତାଙ୍କୁ ଭଲ ରୂପେ ଜଣାଅଛି। ଲେଖକଙ୍କ ରୁମ୍ରେ ଲାଗିଥିବା ଉତ୍କଳମଣି, ଗୌତମ ବୁଦ୍ଧ, ଦୀନବନ୍ଧୁ, ନ୍ୟୁଟନ, ଭର୍ଜିନ୍ ମେରୀ, ଶିବାଜୀ ଏହିସବୁ ଛବିଗୁଡ଼ିକ ସୁନନ୍ଦାକୁ ଭଲ ଲାଗିନଥିଲା। ସୁନନ୍ଦା ଜାଣିନଥିଲେ ଯେ ଏମାନେ ମଣିଷ ଜଗତର ସୁଖ ଦୁଃଖରେ ସମଭାଗୀ ଥିଲେ। ଗଳ୍ପନାୟକ ବା ଲେଖକ ସୁନନ୍ଦାଙ୍କୁ ଗୋପବନ୍ଧୁଙ୍କ ମାନବ ଦରଦ ହୃଦୟ, ଗୌତମଙ୍କର ଅମୃତତ୍ୱ, ଦୀନବନ୍ଧୁଙ୍କ ମହାଭାରତୀୟ ପ୍ରେମ ବିଷୟରେ ଶୁଣାଇଛନ୍ତି। ସେସବୁ ଛବି ବହୁ ବର୍ଷ ହେବ ଲେଖକଙ୍କ କୋଠରୀରେ ଥିବା କଥା ସୁନନ୍ଦା ଜାଣନ୍ତି। ତଥାପି ସୁନନ୍ଦାଙ୍କ ପାଇଁ ସେହି ଛବିଗୁଡ଼ିକ ଭୟର କାରଣ ହୋଇଛି। ସୁନନ୍ଦା 7-8 ଦିନ ତଳେ ଖବରକାଗଜରୁ କଟାଯାଇ ବଡ଼ ବଡ଼ ପୋଷ୍ଟର ଯେଉଁ ଲାଗିଛି, ଛବିଗୁଡ଼ିକ କ'ଣ ବାସ୍ତବ ବୋଲି ସେ ଲେଖକକୁ ପଚାରିଛନ୍ତି। ସେହି ସବୁ ଛବିଗୁଡ଼ିକ ମହତ୍ତ୍ୱ ସୁନନ୍ଦାଙ୍କ ପାଖରେ କିଛି ନାହିଁ ବୋଲି ଲେଖକ ଜାଣିପାରିଥିଲେ। ତାପରେ ସେ ତାଙ୍କୁ ଦଶହରାରେ କି ଭେଟି ଦେବେ ବୋଲି ପଚାରିଛନ୍ତି। ଏଥିରେ ସୁନନ୍ଦା ବହୁତ ଖୁସି ହୋଇଯାଇଛନ୍ତି। ଏଥିରୁ ସୁନନ୍ଦାଙ୍କ ବସ୍ତୁବାଦୀ ମାନସିକତାର ପରିଚୟ ମିଳିଥାଏ। ଦଶହରା ଅବକାଶରେ ରେଡ଼ିଓଠାରୁ ଶାଢ଼ୀ କିଣିବା ପର୍ଯ୍ୟନ୍ତ ବିଭିନ୍ନ ଜିନିଷ ସୁନନ୍ଦା ବରାଦ କରିଛନ୍ତି। ସନ୍ଧ୍ୟାରେ ତାଙ୍କର ବନ୍ଧୁମାନେ ଆସିବେ, ସେଥିପାଇଁ ପେସ୍ତା, ଅଙ୍ଗୁର, ବାଦାମ, ସ୍କ୍ୱାସ୍ ଏହିସବୁ ଆଣିବା ପାଇଁ
ସେ ଲେଖକଙ୍କୁ କହିଛନ୍ତି। ତା ସହିତ କିଛି ଲୋକଙ୍କୁ ସେ ନିମନ୍ତ୍ରଣ କରିବେ ବୋଲି ଗୋଟିଏ ତାଲିକା ମଧ୍ୟ ଦେଇଛନ୍ତି। ଏ ସମୟରେ ତାଙ୍କ ଚାକର ରମୁ ଆସିକିରି କହିଲା ଯେ ଦୁଃଖୀଆ ମା ତା ମାସକର ଛୁଆଟିକୁ କ୍ଷୀର ଖୁଆଇବା ପାଇଁ ଚିନି ଟିକିଏ ମାଗୁଛି। ମାତ୍ର ସୁନନ୍ଦା ଅତି ନିଷ୍ଠୁର ଢଙ୍ଗରେ ନା ଚିନି ନାହିଁ ବୋଲି କହି ମନା କରିଦେବା ପାଇଁ ଦୁଃଖୀଆକୁ କହିଥିଲେ। ତା ଛୁଆର ଦୁଧ ଅଭାବରେ ଚିନି ପାଣି ପିଆଇବା କଥା ଶୁଣି ଛୁଆ ବଡ଼ ହେବା ଯାଏ ବା 2 ବର୍ଷର ହେବା ଯାଏ ତାକୁ ଘରୁ ଆସି କ୍ଷୀର ନେଇଯିବା ପାଇଁ ଲେଖକ କହିଛନ୍ତି। ଆଉ ଏହା ସହିତ ସୁନନ୍ଦାଙ୍କୁ ବୁଝାଇଛନ୍ତି ଯେ ଛୁଆଟା କିପରି ବଞ୍ଚିଯାଉ। ଏହାପରେ ସେ ସୁନନ୍ଦାଙ୍କୁ ତାଙ୍କ ନିଜ ଇଚ୍ଛାରେ ଜିନିଷ କିଣିବା ପାଇଁ ତାଙ୍କ ସହିତ ବଜାରକୁ ଯିବା ପାଇଁ କହିଛନ୍ତି। ଡ୍ରାଇଭରକୁ ଦଶହରା ବୁଲିବା ପାଇଁ ଘରକୁ ପଠାଇ ଦେଇଥିବାରୁ ଲେଖକ ପତ୍ନୀ ସୁନନ୍ଦାଙ୍କ ସହିତ ଚାଲି ଚାଲି ବଜାର କରିବା ପାଇଁ ବାହାରିଛନ୍ତି। ଦଶହରାର ଚାକଚକ୍ୟରେ ପୁରା ସହରଟା ମନମୋହି ନେଉଛି। ସ୍ୱାମୀ ଓ ସ୍ତ୍ରୀ ଦୁହେଁ ପାଖାପାଖି ଚାଲି ଯାଉଛନ୍ତି। କୁକୁର ବାନ୍ତିରୁ ଭାତ ବାଛି ଖାଉଥିବା ଗୋଟିଏ ମାଗନ୍ତା ଭୋକିଲା ଶିଶୁକୁ ଦେଖି ସୁନନ୍ଦା ଛି ଛି ଅସନା ପିଲାଟେ ବୋଲି ଚିତ୍କାର କରିଛନ୍ତି। 5 ବର୍ଷର ଅସ୍ଥି କଙ୍କାଳ ଦେଖାଯାଉଥିବା ପିଲାଟିଏ ତା ମାଆର ନିର୍ବିକାର ଭାବେ ଛିଡ଼ା ହୋଇଛି। ଏ ଦୃଶ୍ୟ ଦେଖି ସୁନନ୍ଦାଙ୍କ ମୁଣ୍ଡ ଘୂରି ଯାଉଛି। ଗୋଟିଏ ପେଟରେ ଏହିପରି ଅନେକ ଦର୍ଦନୀୟ ଘଟଣାକୁ ସୁନନ୍ଦା ରାସ୍ତାରେ ଦେଖିଛନ୍ତି। ଆଉ ମଧ୍ୟ ଦେଖିଛନ୍ତି ଯେ ରାସ୍ତାରେ ଯାଉଥିବା ବେଳେ 2 ମାସର ପିଲା ମାସେ ହେଲା କ୍ଷୀର ଟୋପେ ତା ମୁହଁରେ ଦେଇନି। ମା ତାକୁ ପେଜ ମୁନ୍ଦେ ଆଣି ପିଆଇ ଦେବାରୁ ସେ ମାଆର କୋଳରେ ଆଖିକାନ ଖୋସି ଢଳି ପଡ଼ିଲା। ସବୁଠି ଜୀବନ ବଞ୍ଚିବାର କରୁଣ ଦୃଶ୍ୟ। ଏହି ଦୃଶ୍ୟରୁ ମୁକ୍ତି ପାଇବା ପାଇଁ ଲେଖକ ଆଗକୁ ମାଡ଼ି ଯାଉଥିଲା ବେଳେ ସୁନନ୍ଦା ପଛରୁ ତାଙ୍କ ହାତ ଧରି ଡାକିଛି। ଶାଢ଼ୀ, ରେଡ଼ିଓ, ଅଙ୍ଗୁର, ପେସ୍ତା କିଛି ବି ଆଉ କିଣିବାକୁ ତାଙ୍କର ଇଚ୍ଛା ନାହିଁ। ଅଭାବ କ'ଣ ଜାଣିନଥିବା ଓ ସହରରେ ମହଲ ଭିତରେ ବଢ଼ିଥିବା ସୁନନ୍ଦା ସହର ରାଜପଥଠାରୁ ଗଳି ରାସ୍ତା ଯାଏ ସବୁଠି ଭୋକର ଅଭାବର କରୁଣ ଦୃଶ୍ୟ ଦେଖିଛନ୍ତି। ସେତେବେଳେ ତାଙ୍କର ବିଳାସୀ ହୃଦୟ ତରଳି ଯାଇଛି। ଆଖି ଆଗରେ ଦୁଃଖରେ ଛଳଛଳ ହୋଇଉଠିଛି। ଗାଳ୍ପିକ ସୁନନ୍ଦାଙ୍କ ଅନିଚ୍ଛା ସତ୍ତ୍ୱେ ଗୋଟିଏ ଟ୍ୟାକ୍ସି ଅଟକାଇ ସେଥିରେ ସୁନନ୍ଦାଙ୍କୁ ବସାଇ ବଙ୍ଗଳାକୁ ଯିବାକୁ ବାହାରି ପଡ଼ିଲେ। ଏହି ସମୟରେ ଗୋଟିଏ ଶବ ସଂସ୍କାର ସମିତିର ସେବକ ରାମନାମ ସତ୍ୟ ହେ ଡାକ ଦେଇ ଗୋଟିଏ ଶବକୁ ବୋହି ନେଉଛି। ଶବ ସଂସ୍କାର ପାଇଁ ଜଣେ ସେବକ ହାତ ପାତି ତାଙ୍କୁ ସାହାଯ୍ୟ ମାଗିଛି। ସୁନନ୍ଦା ତାଙ୍କୁ ଏକାଥରକେ 20 ଟଙ୍କା ବଢ଼ାଇ ଦେଇଛନ୍ତି। ସେବକଠାରୁ ସେ ଶୁଣିଛନ୍ତି ଯେ ମହାମାରୀ, ମ୍ୟାଲେରିଆ ଓ ଭୋକ ଉପାସରେ ମଣିଷମାନେ ମରିବାକୁ ଲାଗିଛନ୍ତି। ସେବକଟି ଟଙ୍କା ନେଇ କୋକେଇ କାନ୍ଦିଲା ବେଳକୁ ଲେଖକ ଟ୍ୟାକ୍ସିକୁ ଶାଢ଼ୀ ଦୋକାନ ଆଡ଼େ ଯିବାକୁ କହିଛନ୍ତି। ମାତ୍ର ସୁନନ୍ଦାଙ୍କ ହୃଦୟ କୋହରେ ଭରି ଉଠିଛି। ଆଖି ଦୁଇଟି ଅଶ୍ରୁରେ ଭରି ଉଠିଛି। ସେ କହିଛନ୍ତି, ମୋତେ କ୍ଷମା କର। ପୋଡ଼ିଯାଉ ମୋର ସେଇ ନିମନ୍ତ୍ରଣ। ମୁଁ ଏଇ ଦୁଃଖୀ ଭୋକୀ ଶୋଷୀଙ୍କ ପାଇଁ କିଛି ଆଜିଠୁ କରିବି। ଆଜି ଏହିମାନଙ୍କର ଛବି ମୋ ଘରେ ରହିବ। ସୁନନ୍ଦା ବଦଳି ଯାଇଛନ୍ତି। ତାଙ୍କ ହୃଦୟ ପରିବର୍ତ୍ତନ ହୋଇଯାଇଛି। ସେ ଶାଢ଼ୀ, ରେଡ଼ିଓ ଆଦି ଉପହାର କିଣିବା ପାଇଁ ଆଣିଥିବା 700 ଟଙ୍କାରେ ଭୋକିଲା ହୋଇ ପଡ଼ିଥିବା ଦୁଃଖୀ ରକ୍ଷୀଙ୍କ ପାଇଁ
ଖାଇବା ପିଇବା ବ୍ୟବସ୍ଥା କରିବା ପାଇଁ ସ୍ୱାମୀଙ୍କୁ ଅନୁରୋଧ କରିଛନ୍ତି। ଅଭାବ ପଡ଼ିଲେ ଆଉ ଟଙ୍କା ଆଣି ଦଶହରାରେ ଭୋକିଲାଙ୍କ ଭୋଜନ ବ୍ୟବସ୍ଥା କରିବାକୁ ସେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବୋଲି ଭାବିଛନ୍ତି। ଏ ଘଟଣା ପରଠାରୁ ସୁନନ୍ଦା ବିଳାସୀ ଜୀବନ ଛାଡ଼ି ଦେଇଛନ୍ତି। ଆରମ୍ଭ କରିଛନ୍ତି ଦରିଦ୍ର ନାରାୟଣ ସେବା। ସୁନନ୍ଦା ଭୋଜନାଳୟ ପ୍ରତିଷ୍ଠା କରି ସେ ପ୍ରତି ସଞ୍ଜରେ 500ରୁ ଅଧିକ ଭିକାରୀ ଭିକାରୁଣୀଙ୍କ ମୁହଁରେ ଦାନା ଦିଅନ୍ତି। ଏମାନଙ୍କ ପାଇଁ ନିଜେ ସୁନନ୍ଦା ଅନ୍ନପୂର୍ଣ୍ଣା ସାଜି ରୋଷେଇ କରନ୍ତି। ଗାଳ୍ପିକ ବା ଲେଖକ ଅନ୍ୟମାନଙ୍କ ହୃଦୟ ବୁଝି ପାରୁଥିବାରୁ ଆଉ ଏହିପରି ଗୋଟିଏ ଲୋକର ପତ୍ନୀ ହୋଇପାରିଥିବାରୁ ସୁନନ୍ଦା ନିଜକୁ ସାର୍ଥକ ମନେ କରିଛନ୍ତି।